ओम नमो शिवाय सांगମାନେ କେମିତି ଅଛନ୍ତି ସବୁ ଆଶା କରୁଛି ବହୁତ ଭଲ ଥିବେ। ଆଜି ହେଉଛି ମହାଶିବରାତ୍ରି ବା ଜାଗର। କାରଣ ମୁଁ ବାହାର ପ୍ରଦେଶରେ ରୁହେ ସେଥିପାଇଁ ଦେଖିପାରୁଥିବେ ଏଠି କେତେ ଭିଡ଼ ଲାଗିଛି। ମୁଁ ମନ୍ଦିର ଆସିଛି ଆଜି। ଧୂପ ଦୀପ ସବୁ ବିକ୍ରି ହଉଛି ପ୍ଲସ୍ ରାସ୍ତା ସାଇଡରେ ଗଲାବେଳେ ଦେଖନ୍ତୁ କେମିତି ଆମର ଠାକୁରଙ୍କର ସବୁ ଫଟୋ ବିକ୍ରି ହଉଛି ପ୍ଲସ୍ ମୁଁ ଗୋଟେ ଦୀପ କିଣିଦେଲି। ଆଜି ଦୀପ ଟିକେ ଜାଳିବାକୁ ପଡ଼ିବ ଯେହେତୁ ଜାଗର। ଆସିକି ମୁଁ ପହଞ୍ଚିଗଲି ମନ୍ଦିର ପାଖରେ। ଦେଖନ୍ତୁ ମନ୍ଦିର ଭିତରେ କେତେ ଭିଡ଼ ଦେଖିପାରୁଛନ୍ତି ନା। ତାପରେ ଦେଖନ୍ତୁ ମୁଁ ଏଠି ଦୀପଟା ଜାଳିଲି। ଦୀପ ଜାଳିଲା ପରେ କିଛି ଦୃଶ୍ୟ ଦେଖନ୍ତୁ ଲୋକ କେତେ ତତ୍ପର ଅଛନ୍ତି ଆଜି ଜାଗର ପାଇଁ। ଜାଗରରେ ବହୁତ ବ୍ୟସ୍ତ ଅଛନ୍ତି ସେମାନେ ଠାକୁରଙ୍କ ପ୍ରତି ଦେଖିପାରୁଥିବେ। ତାପରେ ଏଠି ଦେଖ ଠାକୁରଙ୍କର ଗୋଟେ ବେଶ। ଏଠି ଟିକେ ମନଲୋଭା ବେଶରେ ଲୋକ କେତେ ଫଟୋ ଉଠଉଛନ୍ତି। ପ୍ଲସ୍ ବିଜନେସ୍ ପାଇଁ ଏଠି ଲୋକମାନେ ଠାକୁରଙ୍କ ଦେଖିବା ପାଇଁ ବି ଟିକେଟ କାଟିଲେ। ଟିକେଟ ମୁଁ 10 ଟଙ୍କା ଦେଇକି ଟିକେଟ କାଟିଲି। ଦେଖିପାରୁଛ କେତେ ଜୋର ଗରମ ହଉଛି ପ୍ଲସ୍ କେତେ ଲୋକଙ୍କ ପଛରେ। ଏଠି ଆମର ଦର୍ଶନ ପାଇଁ ଚାଲିଲା। ଦେଖନ୍ତୁ ଗୋଟେ ଗଛ ଚାରିପଟେ କେମିତି ଲୋକ ଜଣେ ବୁଲୁଛନ୍ତି। କାରଣ ଏଗୁରା ହଉଛି ଶ୍ରଦ୍ଧାର ଜିନିଷ। ପ୍ଲସ୍ କେତେ ଲୋକ କେତେ ଯାଉଛନ୍ତି କେତେ ଆଉଛନ୍ତି ଏଇ ପାଖାପାଖି ଭିତରେ। ମୁଁ ଭଗବାନଙ୍କର ବିଭୂତି ଟିକେ ମାରିଲି ମୁଣ୍ଡରେ। ବିଭୂତି ମାରିଲା ପରେ ମୁଁ ଏବେ ସେଇ ଭିଡ଼ ଭିତରେ ଧୀରେ ଧୀରେ ଆଗକୁ ଚାଲିଲି ଭଗବାନଙ୍କର ଦର୍ଶନ କରିବା ପାଇଁ। କାରଣ ଏଠି ଦର୍ଶନରେ ମୋବାଇଲ ଆଲାଉ ନାହିଁ। ବୁଝିପାରୁଥିବେ ମୋବାଇଲରେ ଦେଖେଇ ହେବନି କିଛି। କିନ୍ତୁ ମୁଁ ଦେଖିଲା ପରେ ଟିକେ ବାହାର ଯେଉଁ ଠାକୁରଙ୍କ ଦର୍ଶନ ଆପଣ ଟିକେ ଦେଖିଦିଅନ୍ତୁ। ଆଉ ତାପରେ ଆମର ରହିଲା ଏଠି ଠାକୁରଙ୍କୁ ଦିଆହେଲା ଆମର କ'ଣ ନା ପ୍ରସାଦ। ଠାକୁରଙ୍କର ପ୍ରସାଦ ଏଠି ସବୁ ପିଲାମାନେ ଖାଇକି ଏନ୍ଜୟ କଲେ। ଆଉ ତାପରେ ମୋର ବି ଦର୍ଶନ ସରିଲା। ତାପରେ ମୁଁ ଟିକେ ଠାକୁରଙ୍କ ସାଙ୍ଗରେ ସମସ୍ତେ ସେଲ୍ଫି ନେଲେ ମୁଁ ବି ଟିକେ ସେଲ୍ଫି ନେଇଗଲି। ସେଲ୍ଫି ନେଲା ପରେ ମୁଁ ଠାକୁରଙ୍କର ଦର୍ଶନ ପ୍ଲସ୍ ମୋ ଜାଗା